ସକାଳୁ ସକାଳୁ ଦେଉଥାଏ ବର୍ଷା, ଆକାଶର ମେଘୁଆ ପାଗ ସବୁଆଡ଼େ ଦେଖାଯାଉଥାଏ ସମାନ। ହେଲୋ ହାଇ ଗୁଡ୍ ମର୍ଣ୍ଣିଂ ଏଭ୍ରିୱାନ୍। ସକାଳୁ ସକାଳୁ ଉଠି ମୁଁ ଗାଧେଇକି ଫ୍ରେଶ ହେଇଯାଇଛି। ଆଉ କିଛି ପିଲା ଏପର୍ଯ୍ୟନ୍ତ ଉଠି ନାହାନ୍ତି। ଏବେ ସମୟ ହେଇଛି 8। ଏବେ ହେଉଛି ଆମ ବ୍ରେକଫାଷ୍ଟ ଟାଇମ୍। ବ୍ରେକଫାଷ୍ଟ ଖାଇବାକୁ ହେଲେ ଆମେ ବାୟୋମେଟ୍ରିକ୍ ମାରିବାକୁ ପଡ଼େ। ଆଉ ଦେଖିପାରୁଥିବା ଏଟା ସେଇ ବାୟୋମେଟ୍ରିକ୍। ଆଉ ଏଠି ମୁଁ ଏବେ ବାୟୋମେଟ୍ରିକ୍ରେ ଫିଙ୍ଗର ଦବେଇଛି। କିଛି ସମୟ ପ୍ରୋସେସିଂ ହେଲା ପରେ ଏଠି ସବୁ କିଛି ଡିଟେଲ୍ସ ବାହାରିକି ଆସିବ। ଦେଖିବେ ଟିକେ ୱେଟ୍ କରନ୍ତୁ। ଦେଖିପାରୁଥିବ ଫଟୋ ସହିତ ପୁରା ଡିଟେଲ୍ସ ବାହାରିକି ଆସିଲା। ଲେଟ୍ ହୋଇଯାଇଛି। ଟ୍ରେନିଂ ସେଣ୍ଟରରେ ପହଞ୍ଚିବା ପାଇଁ ସମୟ ଅଛି କମ୍। ପିନ୍ଧିବାକୁ ଇଚ୍ଛା ହେଲା ନାହିଁ। ବଡ଼ ହେଇଯାଉଛି ମୋ ୟୁନିଫର୍ମ। ଅଧିକାଂଶ ପିଲା ଶୋଇକି ଉଠି ନଥିଲେ। ମୁଁ ଅଫ୍ କରିଦେଲି ବାହାରର ସବୁ ଲାଇଟ୍। ଏତେ ବି ଇଜି ନୁହେଁ ଭାଇ ହଷ୍ଟେଲ ଲାଇଫ୍। ବର୍ଷା ଆମ ହଷ୍ଟେଲକୁ ଆସିଛନ୍ତି ଟ୍ରେନର। ଆମ ପିଲାମାନଙ୍କ ପାଇଁ ଖୁସି ଖବର। ବର୍ଷା ଯୋଗୁଁ ଯିବାକୁ ମନା କରିଛନ୍ତି ଟ୍ରେନିଂ ସେଣ୍ଟର। କ୍ଲାସ୍ ଛାଡ଼ିକି ରୁମ୍ରେ ରହିବା କେତେ ପରିମାଣରେ ଭୁଲ କି ଠିକ୍? ହେଲେ ଆମେ ହଷ୍ଟେଲରେ ରହି ମାରୁଛୁ କ୍ଲାସ୍ ବାୟୋମେଟ୍ରିକ୍। ମେଘୁଆ ବର୍ଷା ଛାଡ଼ୁନାହିଁ। ଛାତ ଉପରୁ ପାଣି ପଡ଼ୁଛି ଟପ୍ ଟପ୍। ରୋଷେଇ ଭାଇ ହଷ୍ଟେଲକୁ ଆଣି ଆସିଲେ ବ୍ରେକଫାଷ୍ଟ। ନାଇଁ ସେ ଭଲ ପିଲାଟା। ସେ ଭଲ ପିଲାଟା। ଆଜି ଆମର କ୍ଲାସ୍ ଡିଷ୍ଟର୍ବ କରିଛି ପାଣିପାଗ। ଏବେ ଆମେ ହଷ୍ଟେଲରେ ରହିକି କ'ଣ କରିବୁ ତୁମେ ଭାବ।